ବାଲୁଚିସ୍ତାନର ଜାଫର ଏକ୍ସପ୍ରେସରେ ପୁଣି ଆକ୍ରମଣ। ଏକ ବଡ଼ ବିସ୍ଫୋରଣରେ ଟ୍ରେନ୍ର ଅନେକ ବଗି ଲାଇନ୍ଚ୍ୟୁତ ହୋଇଛି। ମଙ୍ଗଳବାର ଦିନ ସିନ୍ଧ ବାଲୁଚିସ୍ତାନ ସୀମାର ସୁଲତାନକୋଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ଟ୍ରେନ୍ରେ ପ୍ରାୟ 400ରୁ ଅଧିକ ଯାତ୍ରୀ ଥିଲେ। ଫଳସ୍ୱରୂପ ବିଶାଳ କ୍ଷତି ହୋଇଥିବାର ଆଶଙ୍କା କରାଯାଉଛି। ମାତ୍ର 2 ସପ୍ତାହ ମଧ୍ୟରେ ଟ୍ରେନ୍ଟି ପୁଣି ଆକ୍ରମଣ ହୋଇଥିଲା। ପୋଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି। ଟ୍ରେନ୍ଟି ପେଶାୱାରରୁ ପାକିସ୍ତାନର କ୍ୱେଟା ଯାଉଥିଲା। ରାସ୍ତାରେ ସିନ୍ଧ ବାଲୁଚିସ୍ତାନ ସୀମାର ସୁଲତାନକୋଟ ଅଞ୍ଚଳରେ ଟ୍ରେନ୍ଟି ଆକ୍ରମଣ ହୋଇଥିଲା। ଏକ ବଡ଼ ବିସ୍ଫୋରଣ ସହିତ ଟ୍ରେନ୍ର ଅନେକ ବଗି ଲାଇନ୍ଚ୍ୟୁତ ହୋଇଥିଲା। ଏହି ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିଲେ। ପାକିସ୍ତାନୀ ସେନା ସେମାନଙ୍କୁ ଉଦ୍ଧାର କରିବାକୁ ଆସିଛନ୍ତି। ପ୍ରାରମ୍ଭିକ ଭାବରେ ଏହା ଅନୁମାନ କରାଯାଉଛି ଯେ ଏହି ଘଟଣା ଏକ ଆଇଇଡି ବିସ୍ଫୋରଣ ଯୋଗୁଁ ଘଟିଛି। ତଥାପି ଏହି ଆକ୍ରମଣ କିଏ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂଗଠନ ଦାୟୀ ହୋଇନାହିଁ। ତଥାପି ଯେଉଁ ଅଞ୍ଚଳରେ ଆକ୍ରମଣ ହେଉଛି ତାହା ବାଲୁଚିସ୍ତାନ ବିଦ୍ରୋହୀଙ୍କ ବାସସ୍ଥାନ। ଫଳସ୍ୱରୂପ ଅନୁମାନ କରାଯାଉଛି ଯେ ଆକ୍ରମଣ ପଛରେ ବାଲୁଚିସ୍ତାନ ଲୋକମାନେ ଅଛନ୍ତି। ଏହି ସମୟରେ ରିପୋର୍ଟ ଅନୁଯାୟୀ ଗତ 2 ମାସ ମଧ୍ୟରେ ପାକିସ୍ତାନୀ ଯାତ୍ରୀବାହୀ ଟ୍ରେନ୍ ଉପରେ 6ଟି ଆକ୍ରମଣ କରାଯାଇଛି। ମାର୍ଚ୍ଚ ମାସରେ ବେଲୁଚିସ୍ତାନର ବୋଲାନରେ ବେଲୁଚିସ୍ତାନ ବିଦ୍ରୋହୀମାନେ ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲେ। ଏକ ଲମ୍ବା ଅପରେସନ ପରେ ପାକିସ୍ତାନୀ ସେନା ଦାବି କରିଥିଲା ଯେ ସମସ୍ତ ବିଦ୍ରୋହୀଙ୍କୁ ହତ୍ୟା କରାଯାଇଛି ଏବଂ ବନ୍ଧକମାନଙ୍କୁ ଉଦ୍ଧାର କରାଯାଇଛି। ତଥାପି ବିଦ୍ରୋହୀମାନେ କହିଥିଲେ ଯେ 48 ଘଣ୍ଟାର ସମୟସୀମା ଅତିକ୍ରମ କରିବା ପରେ 214 ବନ୍ଧକଙ୍କୁ ହତ୍ୟା କରାଯାଇଛି। ସେମାନେ ସମସ୍ତେ ପାକିସ୍ତାନୀ ସେନା ସହିତ ଜଡ଼ିତ ଥିଲେ। ତାପରେ ଅଗଷ୍ଟ 10ରେ ଜାଫର ଏକ୍ସପ୍ରେସ ଉପରେ ପୁଣି ଆକ୍ରମଣ ହୋଇଥିଲା। ଟ୍ରେନ୍ର 5ଟି କୋଚ୍ ଲାଇନ୍ଚ୍ୟୁତ ହୋଇଥିଲା। ଏହା ଏଠାରେ ଶେଷ ହୋଇନଥିଲା। କିଛି ସପ୍ତାହ ପୂର୍ବରୁ ବେଲୁଚିସ୍ତାନର ମାସ୍ତୁଙ୍ଗ ଜିଲ୍ଲାର ଦସ୍ତ ଅଞ୍ଚଳରେ ପୁଣି ଥରେ ଟ୍ରେନ୍ ଉପରେ ଆକ୍ରମଣ ହୋଇଥିଲା। ସେହି ସମୟରେ ମଧ୍ୟ ଏକ ଆଇଇଡି ବିସ୍ଫୋରଣ ଯୋଗୁଁ ଟ୍ରେନ୍ର 6ଟି କୋଚ୍ ଲାଇନ୍ଚ୍ୟୁତ ହୋଇଥିଲା। ବ୍ୟୁରୋ ରିପୋର୍ଟ, ପ୍ରୟୋଗ ଖବର।